ସାର୍ ଶ୍ରୀମନ୍ତ ସାର୍ ଯିଏ ହେଡ଼ମାଷ୍ଟର ସିଏ ହେଉଛନ୍ତି ଆକ୍ଚୁଆଲି ଆମ ଘର ସହିତ ତାଙ୍କର ରିଲେସନ୍ ଟିକେ ରହିଛି, ବନ୍ଧୁବାନ୍ଧବ ସମ୍ପର୍କ। ତ ଯେହେତୁ ବନ୍ଧୁବାନ୍ଧବ ସମ୍ପର୍କ ରହିଛି, ସାର୍ ମୋତେ କହିଥିଲେ ଦିନେ କ୍ଲାସ୍ରେ ଯେ ଆଉ ଯଦି ତୁ A1 ନ ପାଇବୁ ଦଶମରେ ତାହେଲେ ମୁଁ ଆଉ ତମ ଘରକୁ ଯେତିକି ସବୁ ପାର୍ଟି ଫଙ୍କସନ୍ ହେବ ମୁଁ ଆଉ ଯିବିନି, ବନ୍ଧୁ କାଟିଦେବି। ସେଇଠୁ ସାର୍ଙ୍କ କଥାକୁ ମାନିକି ଟାର୍ଗେଟ୍ ରଖିକି ଲାଗି ପଡ଼ିଥିଲେ। ଯାହା ଏ ବୟସରେ ବନ୍ଧୁତା ମଧ୍ୟ ରକ୍ଷା କରିଛ ପାଠ ପଢ଼ା ସହିତ। ଅନେକ ଇଚ୍ଛା ଶକ୍ତି ଜଣେ ମଣିଷକୁ ଉଚ୍ଚ ସ୍ଥାନକୁ ନେଇଯାଏ। ସେମିତି ଆମ ପାଖରେ ଅଛନ୍ତି ପ୍ରତ୍ୟୁଷ ଜେନା। 2026 ମେଟ୍ରିକ୍ ପରୀକ୍ଷାରେ ବାରଙ୍ଗ ବ୍ଲକର ଟପର ହେଇଛନ୍ତି ଜୟନ୍ତୀ ଦେବୀ ବିଦ୍ୟାପୀଠର ପ୍ରତ୍ୟୁଷ ଜେନା। ଭାଇଙ୍କ ସ୍ୱପ୍ନକୁ ପୂରଣ କଲେ ଏବଂ ନିଜେ ଭାଇ ଯେତେବେଳେ ବ୍ଲକ ଟପର ହେଇଥିଲେ ସେ ଜିତଟାକୁ ମଧ୍ୟ ପୂରଣ କଲେ ଯେ ନିଜେ କେମିତି ଟପର ହେବେ। ଚାଲନ୍ତୁ ସିଧାସଳଖ ତାଙ୍କ ସହିତ କଥା ହେବା। ବାରଙ୍ଗ ବ୍ଲକର ମେଟ୍ରିକ୍ ଟପର ପ୍ରତ୍ୟୁଷ ଜେନା। ପ୍ରତ୍ୟୁଷ ବାବୁ କେମିତି ଅଛନ୍ତି? ଆଉ ମେଟ୍ରିକ୍ ପରୀକ୍ଷାରେ ବ୍ଲକ ଟପର କ'ଣ କହିବେ? ଭଲ ଅଛି। କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି। ଆଚ୍ଛା, ଆମେ ଯେମିତି ଜାଣିଛୁ ଯେ ମେଟ୍ରିକ୍ ପରୀକ୍ଷାରେ ଫାର୍ଷ୍ଟ କ୍ଲାସ୍ ହେବା, ପାସ୍ ହେବା ସହଜ ହୋଇପାରେ, କିନ୍ତୁ ପର୍ଟିକୁଲାର ଟପର ହେବା, ବ୍ଲକ ଭିତରେ ଅଧିକା ନମ୍ବର ରଖିବା, ଏ ଯାତ୍ରାଟି କେମିତି ଥିଲା? କ'ଣ କରୁଥିଲ? ଅନ୍ୟ ପିଲା ଅଛନ୍ତି ଜାଣିବେ, ବା କ'ଣ ତା ଟିପ୍ସ କ'ଣ ଦେଇପାରିବେ ଯେ ଅଲଗା ପିଲାଙ୍କୁ କ'ଣ ଦେଇପାରିବେ? ମୁଁ ସାର୍ମାନଙ୍କ ସହିତ ସବୁବେଳେ ଜଡ଼ିତ ହୋଇ ରହୁଥିଲି। ସାର୍ମାନେ ଯାହା କୁହନ୍ତି ତାକୁ ପାଳନ କରେ ଏବଂ ସାର୍ମାନେ ଯେଉଁ ଟେଷ୍ଟ ପେପର୍ ପଢ଼ିବାକୁ କୁହନ୍ତି ତାକୁ ପଢ଼େ ଏବଂ ବହି ପଢ଼ିବାକୁ କୁହନ୍ତି ବହି ମଧ୍ୟ ପଢ଼େ। ଆଚ୍ଛା, ଯେ ଟେଷ୍ଟ ପେପର୍ ଯେଉଁ ଗାଇଡ଼ ବୁକ୍ ଅଛି ତାକୁ ଫଲୋ ହେଉଥିଲା, ସାର୍ମାନଙ୍କ କଥା ମାନୁଥିଲେ, ନିଜର ପରିଶ୍ରମ ଥିଲା। ଯଦି ଆମେ କହିବା ଯେ ଅନ୍ୟ ପିଲାମାନେ ବ୍ଲକ ଟପର ହେବେ ବା ଟପର ପୋଜିସନକୁ ଆସିବେ, ସେଥିପାଇଁ ତାଙ୍କୁ କ'ଣ କରିବାକୁ ପଡ଼ିବ? ସେଥିପାଇଁ ତାଙ୍କୁ ସବୁବେଳେ ସାର୍ମାନଙ୍କ ସହିତ ଜଡ଼ିତ ହୋଇ ରହିବାକୁ ପଡ଼ିବ। ସାର୍ ଯାହା କହିବେ ତାଙ୍କ କଥାକୁ ପାଳନ କରିବାକୁ ପଡ଼ିବ ଏବଂ ବହିକୁ ମଧ୍ୟ ପଢ଼ିବାକୁ ପଡ଼ିବ। ଆଚ୍ଛା, ଯେ ଆମେ ଯେମିତି ଜାଣିଛୁ ଯେ ଦଶମ ଶ୍ରେଣୀରେ ଖାଲି ପରିଶ୍ରମ ନଥିବ, ନବମ ଶ୍ରେଣୀ ଥାଇପାରେ, ଅଷ୍ଟମ ଶ୍ରେଣୀ ଥାଇପାରେ। କେବେଠୁ ଏ ଜିଦ୍ ଆସିଲା? ଆଉ ନବମ, ଅଷ୍ଟମ, ସପ୍ତମ ଆର ବି ଜଣେଇ କେମିତି ଥିଲା? ସେତେବେଳେ କ'ଣ ଇଚ୍ଛା ଥିଲା ଯେ ବ୍ଲକ ଟପର ହେବା ପାଇଁ? ଡିଷ୍ଟ୍ରିକ୍ଟ ଟପର ପାଇଁ ଇଚ୍ଛା ଥିଲା, କିନ୍ତୁ ଡିଷ୍ଟ୍ରିକ୍ଟ ଟପର ହେଇପାରିଲା ନାହିଁ। ମୋ ଭାଇ ମଧ୍ୟ ବ୍ଲକ ଟପର ହେଇଥିଲା, ମୋ ଭାଇଠୁ ପ୍ରେରଣା ପାଇଥିଲି ଏବଂ ଆମ ସ୍କୁଲରେ ମଧ୍ୟ 4 ଥର ବ୍ଲକ ଟପର ହେଇଛି। ସେଥିପାଇଁ ସେଇ ପ୍ରେରଣାରେ ମୁଁ ପଢ଼ୁଥିଲି ଅଷ୍ଟମ ଶ୍ରେଣୀରୁ। ଲଗାତାର ଆପଣଙ୍କ ସ୍କୁଲରେ 4 ଥର ବ୍ଲକ ଟପର ହେଇଥିଲା। ଆଚ୍ଛା, ଯେ ଏହାପରେ ଆପଣଙ୍କର ଯାତ୍ରା କ'ଣ ରହିବ? ଆପରେ +2 +3 ଅଛି, କ'ଣ କରିବା ଭାବି ରଖିଛନ୍ତି? ତାପରେ ମୁଁ +2 ସାଇନ୍ସ ପଢ଼ିବି ଏବଂ +2 ସାଇନ୍ସ ସହିତ IIT କରିବା ପାଇଁ ଇଚ୍ଛା ଅଛି, ଇଞ୍ଜିନିୟରିଂ। ଆଚ୍ଛା, ଜୀବନର ଲକ୍ଷ୍ୟ କ'ଣ? ଯେ ଆଫ୍ଟର କମ୍ପ୍ଲିସନ୍ ଅଫ୍ ଷ୍ଟଡି ତାପରେ କ'ଣ ଲକ୍ଷ୍ୟ ରଖାଯାଇଛି? ମୁଁ ଇଞ୍ଜିନିୟର ହେବି, IIT ପଢ଼ି। ବହୁତ ଭଲ କଥା। ଯେ ଆମେ କଥା ହେଲେ ପ୍ରତ୍ୟୁଷ ଜେନା ସହିତ, ଯିଏ ଜୟନ୍ତୀ ଦେବୀ ବିଦ୍ୟାପୀଠର ବ୍ଲକ ଟପର ହେଇଛନ୍ତି ଏବଂ ତାଙ୍କ ପାଖରେ ଅଛନ୍ତି ଆଉ ଜଣେ। ଆପଣଙ୍କ ନାଁ କ'ଣ? ଧୃତିଦୀପ ମହାନ୍ତି। ଆଚ୍ଛା, କେତେ ମାର୍କ ରହିଛି? 540 ରହିଛି, 90%। ଆଚ୍ଛା, କ'ଣ ଅଛି ଜୀବନର ଯାତ୍ରା ଆଗକୁ, କ'ଣ ଲକ୍ଷ୍ୟ ଅଛି? ଲକ୍ଷ୍ୟ ଅଛି ଏଗ୍ରିକଲଚର ଟେକ୍ନୋଲୋଜି ଲାଇନରେ ଯିବାକୁ, ଏଗ୍ରିକଲଚର ଅଫିସର। ଭବିଷ୍ୟତରେ କ'ଣ ବନିବା ପାଇଁ ଇଚ୍ଛା ଅଛି? ଏଗ୍ରିକଲଚର ଅଫିସର। ଆଚ୍ଛା, ଏ ଯାତ୍ରା ପଛରେ କାହାକୁ ଶ୍ରେୟ ଦେବେ? କେମିତି କ'ଣ କଷ୍ଟ ଥିଲା? ଯାତ୍ରା ପଛରେ ତ କଷ୍ଟ ତ କରିଛି। ପ୍ରଥମେ ଶ୍ରେୟ ଦେବି ମୋ ମାମାକୁ, ଯିଏକି ମୋ ପାଇଁ ଦିନ ରାତି 24 ଘଣ୍ଟା ମୋ ପାଠ ପଢ଼ାକୁ ଜଗେ ସବୁବେଳେ। ସବୁ ଟିଚରମାନଙ୍କ ସହିତ କନସଲ୍ଟ କରେ। ତାପରେ ଶ୍ରେୟ ଦେବି ମୋ ସ୍କୁଲର ସମସ୍ତ ସାର୍ମାନଙ୍କୁ, ଯିଏକି ସଦାସର୍ବଦା ମୋତେ ପ୍ରେରଣା ଯୋଗାଇ ଆସନ୍ତି। ଆଉ ସେହିପରି ଆମ ହେଡ଼ମାଷ୍ଟର ଯିଏ ଶ୍ରୀମନ୍ତ ସାର୍, ସିଏ ସବୁବେଳେ ମୋତେ ଭଲ ମାନେ କଥା କୁହନ୍ତି। ତାପରେ ଗାଇଡ଼ାନ୍ସ ବି ତାଙ୍କର ଭଲ। ରାଜ କ'ଣ ଥିଲା ଏଇ ଯେଉଁ ଫାର୍ଷ୍ଟ କ୍ଲାସ୍ ବା A1 ପାଇବା ପାଇଁ? ରାଜ କ'ଣ ଥିଲା? ଶୁଣିବାକୁ ମିଳିଛି ସାର୍ଙ୍କର କିଛି ଗୋଟେ କଥା ଥିଲା ଯାହାକୁ ପୂରଣ କରିବା ପାଇଁ A1 ମାର୍କ ରହିଲା। ସାର୍ କ'ଣ କହିଥିଲେ ଏମିତି କଥା? ସାର୍ ଶ୍ରୀମନ୍ତ ସାର୍ ଯିଏ ହେଡ଼ମାଷ୍ଟର, ସିଏ ହେଉଛନ୍ତି ଆକ୍ଚୁଆଲି ଆମ ଘର ସହିତ ତାଙ୍କର ରିଲେସନ୍ ଟିକେ ରହିଛି, ବନ୍ଧୁବାନ୍ଧବ ସମ୍ପର୍କ। ତ ଯେହେତୁ ବନ୍ଧୁବାନ୍ଧବ ସମ୍ପର୍କ ରହିଛି, ସାର୍ ମୋତେ କହିଥିଲେ ଦିନେ କ୍ଲାସ୍ରେ ଯେ ଆଉ ଯଦି ତୁ A1 ନ ପାଇବୁ ଦଶମରେ ତାହେଲେ ମୁଁ ଆଉ ତମ ଘରକୁ ଯେତିକି ସବୁ ପାର୍ଟି ଫଙ୍କସନ୍ ହେବ ମୁଁ ଆଉ ଯିବିନି, ବନ୍ଧୁ କାଟିଦେବି। ସେଇଠୁ ସାର୍ଙ୍କ କଥାକୁ ମାନିକି ଟାର୍ଗେଟ୍ ରଖିକି ଲାଗି ପଡ଼ିଥିଲେ। ଯାହା ଏ ବୟସରେ ବନ୍ଧୁତା ମଧ୍ୟ ରକ୍ଷା କରିଛ ପାଠ ପଢ଼ା ସହିତ, ବହୁତ ବହୁତ ଭଲ କଥା। ଯେ ଆମେ ସାର୍ଙ୍କ ପାଖକୁ ଯିବା, ଯିଏ ଏଇ ଜୟନ୍ତୀ ଦେବୀ ବିଦ୍ୟାପୀଠର HM ଅଛନ୍ତି। ସାର୍,
कौन कहबी लगातार आपण स्कूल रे अनेक वर्ष धरी जे बारंग ब्लॉक रो टॉपर अछन जेहेतु आपण बारंग ब्लॉक अंडर रे जाउची स्कूल टी कौन सर चमत्कार अच्छी स्कूल रे कहबी मु श्रीमंत कुमार महापात्र प्रधान शिक्षक जयंती देवी विद्यापीठ मु प्रथमे परम पिता निकट में अशेष करुणा तांकर आम प्रति सेतिपई तांकु मोर हृदय पुष्पांजलि अर्घ अर्पण करी आउ ए विद्यालय प्राण प्रतिष्ठाता श्रीजुक्त युधिष्ठिर राउतराय तांकर अमर आत्मार उद्देश्य रे सदासुमन अर्पण करी मु समस्त श्रेय प्रथमे मो छात्र छात्री मानकु देवी तांकर अभिभावक अभिभाविका जो भरोसा आम प्रति रखिछंती सेतिपई श्रेयर सेमाने भी हकदार तापर मो परिचालना कमिटी प्राक्तन वर्तमान परिचालना कमिटीर सभ्य सभ्या मोर प्राक्तन प्रधान शिक्षक द्वय मो विद्यालयर समस्त सहकर्मी मो विद्यालयर पुरातन छात्र छात्री मध्य ए सफलता पई अनेकांशरे दायी कारण तांको फोन कॉल रिजल्ट बाहरला दिन को भारी भय करे से मैंने जो मत फोन करती मु कौन कहबी मु करे से दिन फोन कॉलटा सबुदिन फोन ताकर कथबार्ता हुए मान सहित कि मुझे कहूली मुझे तुम जो परीक्षा रिजल्ट बाहर तुम मत फोन कर से दिन आमको भय लगे तेणु तांको इच्छा तांको आकांक्षा तांको स्कूल केमती भल करू सेटा पूरण होईची तापर या पतरे आ गोटे बलिष्ठ अच्छी मान्यवर जिलापाल कटंकर मिशन मेरिट गत वर्ष गोटे आरंभ होता जो मिशन मेरिट तांकर प्रत्यक्ष तत्वावधान आम जिला शिक्षा अधिकारी आउ सह शिक्षा अधिकारी मान दिग्दर्शन आम मंडल शिक्षा अधिकारी आउ सह शिक्षा अधिकारी मानकर आम प्रचेष्टा और मो विद्यालय सबू सहकर्मी मान प्रचेष्टार आम से मिशन मेरिट रे केतिकांश कृतकार्य होइछु मु कहबिनी संपूर्ण कृतकार्य होइछु दी जण आम टिके आशा अधिकार रखिथिलु आउ ईश्वर को किंतु जेतिक पाइछु खुशी होछु आउ ये पिला दी जण को मोर अशेष अशेष आशीर्वाद से मैंने कहते आउ ये 10वीं श्रेणी जेहेतु 100% करिसंती तांको मो अंतर गभीरतम प्रदेश रु अनेक अनेक शुभेच्छा सर जमती आम देखु पिला को पाठ पढ़ेबा गोटे फ्रिक्वेन्सी जमती लगातार भाव आपण स्कूल रे पिला टॉपर होउछंती जदिओ गत वर्ष नथिला किंतु आगुरी होइछि ए वर्ष मध्ये टॉपर ये परिश्रम राज कौन शिक्षक मानक भितर ये जो पिला मानक पढ़ाया पे जो भोक एवं पिला माने पाठ ग्रहण करिया पे भोक राज कौन एठी अछि प्रथमतः आम स्कूल आरंभ जो प्रधान शिक्षक दो थे आमर प्राइमरी स्कूल हाई स्कूल से जनक तांकर पथानुसरण करिकी आमे आग प्राधान्य पिला मानकु पाठटा दौ अनेक काम थिले भी ऑफिशियली मोर भी पर्सनली काम थिले मो सहकर्मी माने कहिबे मु आग सेमानकु पाठ पढ़ा कार्य सारला परे अलगा जो काम करबा को जाए आमे समस्त मिलित भाव में कांधु को कांध मिले आम भितर गोटे अलगा बंडिंग अच्छी जोटा मुझे आप व्यक्त करें से भाईटार अधिक तो आम से बंडिंगटा आम समस्त भितर समस्त को श्रेय समस्त श्रेय सी जमी गोटे पूर्णांग हो गले गोटे प्रधान शिक्षक किसी दायित्व न थाए जिते आनुषंगिक पिला माने भल थे अभिभावक माने भल थे तार परिचालना कमिटीर सभ्य सभा भल थे तार प्राक्तन छात्र छात्री भल थे समस्त को लेकिन से हेडमास्टर टी तार ना करे हेडमास्टर पूर्णांग नुहे ये समस्त पूर्णांगता आसला गोटे प्रधान शिक्षक पूर्णांगता आसे निश्चित भाव जमती आम शुणुले जे पिलांकर चेष्टा रहिबा दरकार एवं विद्यालय रे जो शिक्षक माने अछंती से माने सामूहिक चेष्टा पिला मानक प्रति करिवे एवं पिला माने मध्य शिक्षक सहित लागि के रहिबे एवं पाठ पढ़ार टिकी निकी कथा बुझिबे तेबे सफलतार से श्रेय रे से पहुँची पारिबे। कटक बारंगरू निर्मल चंद्र बेहरा अतिथि।